ଚେଷ୍ଟା କରୁଥିଲି ନିଜକୁ ବଦଳାଇବାକୁ, ପୁଣି ଥରେ ପୂର୍ବ ଭଳି ହସ ଖୁସି କରିବାକୁ, ପୁଣି ଥରେ ସାଙ୍ଗମାନଙ୍କ ସହିତ ମଜା କରିବାକୁ, ପୁଣି ଥରେ ଆଗ ଭଳି ହସି ହସି ସମୟ ବିତାଇବାକୁ। ହେଲେ ଯେତେବେଳେ ଏମିତି କିଛି ଭାବୁଥିଲି, କିଛି ନା କିଛି ଦୁଃଖ ପାଚେରୀ ହେଇ ଠିଆ ହୋଇଯାଉଥିଲା। ଆଉ ସେଇ ଦୁଃଖଟା ଏତେ କଷ୍ଟ ଦେଉଥିଲା ଯେ ସେ ପାଚେରୀ ଭାଙ୍ଗିବାର ସବୁ ମନୋବଳ ଭାଙ୍ଗି ଦେଉଥିଲା। ବେଳେବେଳେ ଇଚ୍ଛା ହେଉଥିଲା ସେଇ ଦୁଃଖର ପାଚେରୀଟା ଡେଇଁ ପଡ଼ିବାକୁ, ହେଲେ ଡର ଲାଗୁଥିଲା। ଡେଇଁଲା ବେଳେ ଗୋଡ଼ ହାତ ଭାଙ୍ଗିଯିବାର ଭୟ ବି ଥିଲା। ସେଥିପାଇଁ ସବୁ ଦୁଃଖକୁ ଭିତରେ ରଖି ଚୁପ୍ ରହିବା ଛଡ଼ା ଆଉ କିଛି ରାସ୍ତା ନଥିଲା। କ'ଣ ଭୁଲ ଥିଲା ମୋର ଜଣା ନଥିଲା। କାହାକୁ ନିଜର କରିବା କ'ଣ ଭୁଲ ଥିଲା? କାହା ସହିତ ବେଶୀ ମିଶିବା କ'ଣ ଭୁଲ ଥିଲା? ଯଦି ଏସବୁ ଭୁଲ ଥିଲା, ମୁଁ କହିବି ହଁ, ସେ ଭୁଲ ପାଇଁ ମୋତେ ସଜା ମିଳିବା ବି ଜରୁରୀ ଥିଲା। ଆଉ ସେଇ ସଜାକୁ ମୁଁ ହସି ହସି ଗ୍ରହଣ କରିବାରେ କିଛି ଅସୁବିଧା ନଥିଲା। ନିଜ ଉପରେ ଆଉ ଆଗ ଭଳି ଆତ୍ମବିଶ୍ୱାସ ନଥିଲା। ହାରିଯିବାର ଭୟ ବି ନଥିଲା। ଯିଏ ସବୁ ହରେଇ ସାରିଥିଲା ତାକୁ ହାରିବାର ଭୟ କୁଆଡ଼ୁ ବା ଆସିବାର ଥିଲା। ସ୍ୱପ୍ନ ଦେଖିବାକୁ ବି ଇଚ୍ଛା ନଥିଲା, କାହିଁକିନା ଯେତେ ସ୍ୱପ୍ନ ଦେଖୁଥିଲି ସବୁ ସ୍ୱପ୍ନଗୁଡ଼ା ଭାଙ୍ଗି ରୁଜି ଚୁରୁମାର ହେଇଯାଉଥିଲା। ବଞ୍ଚିଥିଲି ସତ, ସେଇଟା ବି ଜିଅନ୍ତା ଶବ ଭଳିଆ। ଭାବୁଥିଲି ଏ ଜୀବନଟା ରହିକି ଲାଭ କ'ଣ, ଯଦି ଏ ଜୀବନର ମୂଲ୍ୟ କିଛି ନଥିଲା। ଯିଏ ତମ ସାଥ ଦେବା କଥା, ସିଏ ଯଦି ତମକୁ ସବୁବେଳେ ଭୁଲ ବୁଝୁଥିଲା, ତାହେଲେ ଏ ଜୀବନର ମୂଲ୍ୟଟା କ'ଣ ଥିଲା? ମୋଠୁ ତ ଭଲ ଫୁଟପାଥରେ ରହୁଥିବା ମଣିଷଟା ଥିଲା। ସେ ତ ମୋଠୁ କେତେ ଅଧିକ ଖୁସିରେ ଥିଲା। ନା କିଛି ଟେନସନ୍ ଥିଲା, ନା କିଛି ହରେଇବାର ଭୟ ଥିଲା, ନା କେହି ଭୁଲିଯିବାର ଭୟ ଥିଲା, ନା କେହି ଦୂରେଇ ଯିବାର ଥିଲା, ନା କିଛି ସ୍ୱପ୍ନ ଦେଖି ପୂରଣ କରିବାର ଆଶା ବି ଥିଲା। ବାସ୍ ଦୁଇ ଓଳି ଦୁଇ ମୁଠା ପେଟକୁ ମୁଠେ ମିଳିଗଲେ ରାତିରେ ଶାନ୍ତିରେ ଟିକିଏ ଶୋଇପଡ଼ୁଥିଲା। ଫୁଟପାଥରେ ହେଉ ପଛେ ନିଦ ତ ଭଲରେ ହେଉଥିଲା ନା। ନା କେବେ କାନ୍ଦୁଥିଲା, ନା କେବେ ଦୁଃଖ ଥିଲା। ସେ ଜାଣିଥିଲା ସେ କାନ୍ଦିଲେ ତା ଲୁହ ପୋଛିବାକୁ କେହି ନଥିଲେ, କି କେବେ ଯଦି ଦୁଃଖ ଆସେ ସେ ଦୁଃଖ ବୁଝିବାକୁ ବି କେହି ନଥିଲେ। ତେଣୁ ସେ ତା ଦୁନିଆରେ ବେଶ୍ ଖୁସି ଥିଲା। ହେଲେ ଆମ ପାଖରେ ସବୁ ଥାଇ ବି କିଛି ନଥିଲା। କାହିଁକିନା ଆମ ପାଖରେ ସେଇ ଫୁଟପାଥରେ ରହୁଥିବା ମଣିଷ ଭଳିଆ ସୁଖ ନଥିଲା। ଥିଲା ତ କେବଳ ଟେନସନ୍, କାହାର କଷ୍ଟ ସହିବାର ଯନ୍ତ୍ରଣା, କିଛି ହରେଇବାର ଭୟ, ଆଉ ସବୁବେଳେ ଦୁଃଖ ଆଉ ଯନ୍ତ୍ରଣା। କିଏ ଗଲା କିଏ ଆସିଲା, ସେଇ ଲୋକଟାକୁ କିଛି ଫରକ ପଡ଼ୁନଥିଲା। କିନ୍ତୁ ଆମଠୁ କିଏ ଦୂରେଇ ଗଲେ କି ଆମକୁ କିଏ ଦୂରେଇ ଦେଲେ ଭାରି ବାଧୁଥିଲା। ଆଉ ଯିଏ ସବୁବେଳେ ତମକୁ ଠିକ୍ ବୁଝୁଥିଲା, ସେ ବି ସମୟ ଆସିଲେ ଭୁଲ ବୁଝିବା ଆରମ୍ଭ କରିଦେଇଥିଲା। ଏକଥା ସମସ୍ତଙ୍କ ଜୀବନରେ ଘଟୁଥିଲା। କିଏ କାହାକୁ କହିପାରୁଥିଲା, ତ ଆଉ କିଏ କିଛି ନ କହିପାରି ଭିତରେ ରଖି ଯନ୍ତ୍ରଣା ପାଉଥିଲା। କାହାକୁ ବା କହିବ ସେ ଭାବୁଥିଲା। ଯେ ଦିନେ ଦୁଃଖ ଦେଖିଲେ ସହିପାରୁନଥିଲା, ସେ ଆଜି ଦୁଃଖ ଆସିବାର ଇସାରା ପାଇଲେ ସାଇଡ୍ ହେଇ ଚାଲି ଯାଉଥିଲା। ଯିଏ ଦିନେ କିଛି ଭୁଲ ନଥାଇ ବାରମ୍ବାର ସରି କହୁଥିଲା, ସେ ଆଜି କିଛି କାରଣ ନଥାଇ ବାରମ୍ବାର ରାଗି ଯାଉଥିଲା। ଆଉ ସିଏ ତମ ଦୁଃଖ ଶୁଣି ତମ ସାହାରା ହେବ ବୋଲି ଆଶା ରଖିବାଟା ପୁରା ମୂର୍ଖାମି ଥିଲା। ଏ ଜୀବନଟା ଏମିତି ଆଜ୍ଞା, ଆଉ ଏ ସମ୍ପର୍କ ଗୁଡ଼ା ବି ସେମିତି ଆଜ୍ଞା। କେହି କାହାକୁ ଖୁସି ଦେବା ତ ଦୂରର କଥା, ଦୁଃଖ କେମିତି ଦେବେ ଖାଲି ଚିନ୍ତା କରିବା ମୂଳ ଲକ୍ଷ୍ୟ ଥିଲା। ଏସବୁ କଥା ସମସ୍ତଙ୍କ ଜୀବନରେ ନୀତିଦିନିଆ କଥା। ତଥାପି ଏତେ ଦୁଃଖ ପାଉଥିବା ମଣିଷଟା ପୁଣି ଥରେ ଟ୍ରାକ୍କୁ ଫେରିବାକୁ ସଂଘର୍ଷ ଜାରି ରଖୁଥିଲା। ଏଇ ତ ମଣିଷ ଜୀବନ, ଯେଉଁଠି ଦୁଃଖ ଆଉ କଷ୍ଟ ଅଛି। ହେଲେ ମଣିଷ ଏତେ ଜଲ୍ଦି କେବେ ବି ହାର ମାନେନି। ପୁଣି ଥରେ ଖୁସି ପାଇଁ ସଂଘର୍ଷ ଆରମ୍ଭ କରିଦେଇଥାଏ। ସେଥିପାଇଁ ତ ସେ ହେଉଛି ମଣିଷ। ଏଇ କେଇପଦ କଥା ଯଦି ଆପଣଙ୍କ ହୃଦୟକୁ ଛୁଇଁଥିବ, କମେଣ୍ଟ କରି ନିଶ୍ଚିତ ମତାମତ ଦେବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।